ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ପୁଣି ଥରେ ବାରିପଦା ଯାଉଛେ ମୋ ପୁତୁରା ସହ କିଛି ସମୟ ଫଙ୍କା ମିଳିଯାଇଥିବା ହେତୁ ଆମ୍ଭେ ବାରିପଦାର ଗାନ୍ଧୀ ପାର୍କ ଯାହାକି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଗୁରୁଜୀ ବଜାର ଅଞ୍ଚଳରେ ଅବସ୍ଥିତ ଏକ ଲୋକପ୍ରିୟ ସବୁଜ ପରିବେଶ ଓ ଉଦ୍ୟାନ। ଏହି ପାର୍କଟି ସୁନ୍ଦର ଲନ୍, ଦୁଇଟି ପୋଖରୀ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା। ଏହା ସକାଳ ଓ ସନ୍ଧ୍ୟାରେ ପ୍ରାଚ୍ୟ ଭ୍ରମଣ ସମୟ ବିତେଇବା ଏବଂ ପିଲାମାନଙ୍କ ଖେଳିବା ପାଇଁ ଏକ ଉତ୍ତମ ସ୍ଥାନ ଯାହା ବେଲଗଡିଆ ଦେଉଳସାହି ଅଞ୍ଚଳରେ ରହିଛି। ପାର୍କଟିରେ ପକ୍ଷୀମାନଙ୍କ ରାବ ପ୍ରାକୃତିକ ଶାନ୍ତ ପରିବେଶ ପ୍ରଦାନ କରେ। ଏଠାରେ ବସିବା ପାଇଁ ଲନ୍ ଏବଂ ଖେଳିବା ପାଇଁ ସ୍ଥାନ ରହିଛି। ଏଠାରେ କୁହୁଡିଆ ଓ ଗୁଜୁରୀ ବଜାର ନିକଟରେ ଥିବାରୁ ସହରବାସୀଙ୍କ ପାଇଁ ସହଜରେ ପହଞ୍ଚିବା ଯୋଗ୍ୟ। ସକାଳେ ଜଗିଂ, ସନ୍ଧ୍ୟା ସମୟରେ ବୁଲାବୁଲି ଏବଂ ଫଟୋଗ୍ରାଫି ପାଇଁ ଏହା ଏକ ପସନ୍ଦର ସ୍ଥାନ। ଏହି ପାର୍କକୁ ଯିବା ପାଇଁ କୌଣସି ଟିକଟ ବା କିଛି ମୂଲ୍ୟ ଦେବାକୁ ପଡେ ନାହିଁ। ଏହା ସର୍ବସାଧାରଣଙ୍କ ପାଇଁ ଫ୍ରି ଥାଏ। ଏହା ବାରିପଦା ସହରର ମଝିରେ ଥିବା ଏକ ସୁନ୍ଦର ପାର୍କ ଯାହା ମୟୂରଭଞ୍ଜ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହାର ନିର୍ମାଣର ନିର୍ଦ୍ଦିଷ୍ଟ ତାରିଖ ସ୍ପଷ୍ଟ ନୁହେଁ, କିନ୍ତୁ ଏହା ମୟୂରଭଞ୍ଜ ରାଜକୀୟ ଇତିହାସ ଏବଂ ଅଂଶ ଅଟେ। ଯେତେବେଳେ ମୁଁ ସାନ ଥିଲି ଏବଂ ବାପାଙ୍କ ସହ ଯାଉଥାଏ ବାରିପଦା, ସେତେବେଳେ ସେଇ ପାର୍କରେ ଆମେ ପଶିଥାଉ। ସେତେବେଳେ ସେ ପାର୍କରେ ବହୁତ ସାରା ବାଦୁଡି ରହିଥାନ୍ତି ଯାହାକି ଏବେ ଲୋପ ପାଇଯାଇଛି। ମୋ ପୁତୁରା ରିଲ ଦେଖୁଥାଏ, ତା ଧ୍ୟାନ ଖାଲି ରିଲ ଉପରେ ଥାଏ। କିଛି ଛୋଟ ଛୋଟ ଦୋଳି ଖେଳୁଥାନ୍ତି, ମାଉସୀ ଓ ଭଉଣୀ ମାନଙ୍କୁ ଦେଖୁଥାନ୍ତି। ମୁଁ ଏବଂ ମୋ ପୁତୁରା ଚାଲି ଚାଲି ଥକି ଯାଇ ପାର୍କ ଗୋଟେ ପାର୍ଶ୍ୱରେ ବସିଗଲି। କୁଆ ଗୁଡ଼ିକ ରାବି ରାବି ଉଡ଼ିବାକୁ ଲାଗିଲେ। ଏହି ଦୃଶ୍ୟ ବି ବହୁତ ସୁନ୍ଦର ଏବଂ ପ୍ରକୃତିର ମଧୁର ସୁର ଶୁଣିବାକୁ ମିଳୁଥିଲା। କୁଆର ରାବ କିଛି ସମୟ ଏମିତି ବସିବା ପରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କଲା ପରେ ମୁଁ ଏବଂ ମୋ ପୁତୁରା ବାଇକ୍ ଧରି ଚାଲିଗଲୁ ଆମ କାମରେ। ଜୟ ଜଗନ୍ନାଥ ସାଙ୍ଗମାନେ, ଯଦି ଭଲ ଲାଗିଥିବ ଫଲୋ ଏବଂ ଲାଇକ୍ କରିଦେବେ। ଜୟ ଜଗନ୍ନାଥ।